ସମସ୍ତେ ଭଲରେ ଥିବେ। ତ ଚାଲନ୍ତୁ ଆଜିର ଭିଡ଼ିଓରେ ଆମେ ଷ୍ଟାର୍ଟ କରିବା। ମାନେ ଆଜିର ଭିଡ଼ିଓରେ ଆମେ ଷ୍ଟାର୍ଟ କରିବା, ଠିକ୍ ଅଛି। ଆଜି ଯେଉଁ OSSC ର ସାଇଟ୍ ଗୁଡ଼ାକ ଖୋଲୁନି, ଠିକ୍ ଅଛି, ସେ ବିଷୟରେ ଟିକେ କଥା ହେବା। ତ ଦେଖନ୍ତୁ, ଯେତେ ପର୍ଯ୍ୟନ୍ତ ବି ଆମର OSSC ଆଉ OSSC ଆମମାନଙ୍କର ଯେଉଁଟା ରିକ୍ୱାରମେଣ୍ଟ ଗୁଡ଼ାକ ରିଲିଜ୍ କରିଛି, ସେଇ ସବୁ ଗୁଡ଼ାକରେ ହିଁ ସର୍ଭର ଇସ୍ୟୁ ଦେଖିବାକୁ ମିଳୁଛି, ଠିକ୍ ଅଛି। ସର୍ଭର ଇସ୍ୟୁ ଦେଖିବାକୁ ପାଉଛୁ ଅନେକ ଟାଇମ୍ ଦେଖିବାକୁ ପାଉଛୁ। ଗୋଟେ ଦିନ ଦି ଦିନ ହେଲେ ଲୋକମାନେ ହଁ ଚଳିବ, ଗୋଟେ ଦିନ ଦି ଦିନ ଠିକ୍ ଅଛି, ଇଗ୍ନୋର କରିଦେଇଥାନ୍ତେ। ଆରେ ଯେଉଁ ଦିନରୁ ଏଙ୍ଗେଜମେଣ୍ଟ ରିଲିଜ୍ କରୁଛନ୍ତି ସେ ଦିନରୁ ପୁରା ସର୍ଭରଟା ଇସ୍ୟୁ ରହିବ। ପିଲା କେମିତି ଆପ୍ଲାଏ କରିବେ? ଆଉ ଚାକିରି କରିହେବନି ଆଜ୍ଞା। ଆମେ ହାରିଗଲୁ ଆଜ୍ଞା, ସରକାର ପାଖରେ ଆମେ ହାରିଗଲୁ, ଠିକ୍ ଅଛି। ତ ଦେଖନ୍ତୁ, ପିଲାମାନେ ତ ଏବେ ଯେଉଁମାନେ ଜାଣିଛନ୍ତି ସେମାନେ ନାଇଟ୍ ଟାଇମ୍ରେ କରିପାରିବେ, ଠିକ୍ ଅଛି। ଯେଉଁମାନେ ଜାଣିନାହାନ୍ତି, ଗାଁଉଳି ଏରିଆ ରହୁଛନ୍ତି, ସେ ପିଲାମାନେ ତ କରିପାରିବେନି। ସେମାନଙ୍କୁ ଯେଉଁ ମାନେ ରୁରାଲ୍ ଏରିଆ ମାନଙ୍କରେ ନେଟୱାର୍କ ଆଭେଲେବୁଲ୍ ନଥାଉଛି, ଅନେକ କାରଣ ରହୁଛି, ଠିକ୍ ଅଛି। ମାନେ ଏମିତି ବି ପିଲା ଅଛନ୍ତି ଯେଉଁମାନେ ଆଜି ପର୍ଯ୍ୟନ୍ତ ମାନେ ଆଣ୍ଡ୍ରଏଡ଼ ଫୋନ୍ ମଧ୍ୟ ଧରିନାହାନ୍ତି। ସେମିତି ପିଲାମାନଙ୍କର କେମିତି କରିହେବ? ଏବେ ସାଇବର କ୍ୟାଫେ ହେଉ କିମ୍ବା ଜନସେବା କେନ୍ଦ୍ର ହେଉ, ଅନଲାଇନ୍ ସେଣ୍ଟର ଗୁଡ଼ାକ ହେଉ, ସେମାନେ ତ ରାତି ଟାଇମ୍ରେ କରିପାରିବେନି। ରାତି ଟାଇମ୍ରେ କାହିଁ ବୋଲେ ପିଲାମାନଙ୍କୁ OTP ମାଗିବାକୁ ପଡ଼ିବ, ତାଙ୍କର କୌଣସି ଡିଟେଲ୍ ଯଦି ଅସୁବିଧା ହେଲା ସେମାନଙ୍କୁ ମାଗିବାକୁ ପଡ଼ିବ, ସେଇଟା ତ କରିହେବନି। ଆଉ ଯେଉଁମାନେ ଜାଣିଛନ୍ତି, ଠିକ୍ ଅଛି, ଯେଉଁମାନଙ୍କର ନେଟୱାର୍କ ଆଭେଲେବୁଲ୍ ଅଛି, ତାଙ୍କର ଡାଟା ଅଛି, ସେମାନେ କରିପାରିବେ ରାତି ଟାଇମ୍ରେ, କିଛି ଅସୁବିଧା ନାହିଁ, ଠିକ୍ ଅଛି। ଯେତେବେଳକୁ ଲଗ୍ଇନ୍ କରିକି ଆପଣମାନେ ରେଜିଷ୍ଟ୍ରେସନ୍ ଅପସନ୍କୁ ଯାଉଛନ୍ତି, ସେତେବେଳେ ବ୍ୟାକ୍ ହେଇଯାଉଛି ବାର ଲିଟରାଲି। ୟାର ମୁଁ ମାନେ କ'ଣ କହିବି, ଲିଟରାଲି ମୋର 2 ଦିନ ହେଲାଣି ପିଲାମାନଙ୍କର ପଡ଼ିଛି, ଦିଟା ଡକୁମେଣ୍ଟ ପଡ଼ିଛି, ମୁଁ ସେମାନଙ୍କର ଅନଲାଇନ୍ କରିପାରୁନି। ଯେତେବେଳେ ମୁଁ ନ୍ୟୁ ୟୁଜର୍ରେ କରିକି ରେଜିଷ୍ଟ୍ରେସନ୍ ପାଇଁ ଯାଉଛି, ଯେତେବେଳେ ସବମିଟ୍ ମାରୁଛି, ପୁଣି ବ୍ୟାକ୍ ହେଇଯାଉଛି, ପୁଣି ସେ ହୋମ୍ ପେଜ୍କୁ ପଳାଇ ଆସୁଛି। ଯେତେବେଳେ ମୁଁ କରିଲି ଜଣଙ୍କର ଲିଟରାଲି 15 ଥର ମୁଁ ଲଗ୍ଇନ୍ କରିନି, 15 ଥର କଲେ ବି ହେଇପାରୁନାହିଁ। ଜଣଙ୍କର ମୁଁ ଲଗ୍ଇନ୍ କଲା ପରେ ଏଠି ଦେଖନ୍ତୁ ପୁଣି ହୋମ୍ ପେଜ୍କୁ ପଳାଇଲା। ଆଉ କ'ଣ କରିବ କୁହନ୍ତୁ? ରେଜିଷ୍ଟ୍ରେସନ୍ ଅପସନ୍କୁ ଯେତେବେଳେ ଯାଉଛନ୍ତି ପୁରା ପଳାଇ ଆସୁଛନ୍ତି। ଡେଟ୍ 15 ତାରିଖ ପର୍ଯ୍ୟନ୍ତ ଏକ୍ସଟେଣ୍ଡ କଲେ, 22 ତାରିଖ ପର୍ଯ୍ୟନ୍ତ କଲେ, ଠିକ୍ ଅଛି, ମନେ ନାହିଁ, କିଛି ଅସୁବିଧା ନାହିଁ। ଆପଣମାନେ ସାଇଟ୍ଟା ସର୍ଭରଟା ତ ଠିକ୍ କରିବାର ଅଛି। ପିଲା କେମିତି ଆପ୍ଲାଏ କରିବେ? ଯଦି ଆପଣମାନେ ଠିକ୍ କରିପାରୁନାହାନ୍ତି ତ କେମିତି ଆପ୍ଲାଏ କରିପାରିବେ? ସାର୍ ଟିକେ ମୋର ଯେତେ ଜଣ ବି ଦେଖୁଛନ୍ତି ଭିଡ଼ିଓଟାକୁ ପ୍ଲିଜ୍ ଟିକେ ସେୟାର କରିଦେବେ, ଯେଉଁ ପର୍ଯ୍ୟନ୍ତ କି OSSC ପର୍ଯ୍ୟନ୍ତ ପହଞ୍ଚିବ ନାହିଁ, ଫିର୍ ବି ସେୟାର କରନ୍ତୁ, ଠିକ୍ ଅଛି। ସାର୍ ମୁଁ ରିକ୍ୱେଷ୍ଟ କରୁଛି, ସାଇଟ୍ଟା ଟିକେ ସର୍ଭର ଟିକେ କ୍ଲିୟର କରନ୍ତୁ ସାର୍, କରିହେଉନି। ସର୍ଭରଟା ଟିକେ କ୍ଲିୟର କରନ୍ତୁ, କିଛି କରିହେଉନି। ଆଉ ପିଲାମାନଙ୍କର ଆପ୍ଲାଏ କରିହେଉନି। ଯେତେ ଜଣ ଆପ୍ଲାଏ କଲେ ସେମାନଙ୍କର ଠିକ୍ ଅଛି। ସେ ମୁଁ ନିଜର କଥା କହୁଛି, ମୁଁ ନିଜେ ବି ଆପ୍ଲାଏ କରିଛି। ମୋର ଯେତେବେଳେ କଲି, ମୋର 5 ଥର ଲଗ୍ଇନ୍ କରିଛି, ଠିକ୍ ଅଛି। ଯେତେବେଳେ ମୁଁ ଗୋଟେ ଷ୍ଟେପ୍ ଯାଉଛି ପୁଣି ବ୍ୟାକ୍ ହେଇଯାଉଛି, ଗୋଟେ ଷ୍ଟେପ୍ ଯାଉଛି ପୁଣି ବ୍ୟାକ୍ ହେଇଯାଉଛି, ଗୋଟେ ଷ୍ଟେପ୍ ଯାଉଛି ପୁଣି ବ୍ୟାକ୍ ହେଇଯାଉଛି। ସର୍ଭର ଏରର୍ ଦେଖାଉଛି, ଏରର୍ କୋଡ୍ ପଳାଇ ଆସୁଛି ପୁରା ୟେଲୋ ଲାଇନ୍ ହେଇକି। ଆଉ କ'ଣ କରିବ ଆଜ୍ଞା କୁହନ୍ତୁ? ଏଠି ଦେଖନ୍ତୁ, ମୋ ପାଖରେ 2ଟା ଡକୁମେଣ୍ଟ ଅଛି, 2 ଜଣଙ୍କର ଫାଇଲ୍ ଅଛି ମୋ ପାଖରେ, 2 ଜଣଙ୍କର ଫାଇଲ୍ ଅଛି। ସେମାନଙ୍କର 2 ଦିନ ହେଲାଣି ପଡ଼ି ରହିଛି, କିଛି କରିହେବନି। ବ୍ୟାକ୍ ହେଇଯାଉଛି, ପୁଣି ଲଗ୍ ରେଜିଷ୍ଟ୍ରେସନ୍ରେ ଗଲେ ବ୍ୟାକ୍ ହେଇଯାଉଛି। ତାଙ୍କର ପ୍ରେଜେଣ୍ଟ ନାହାନ୍ତି, ପିଲା ପ୍ରେଜେଣ୍ଟ ନାହାନ୍ତି। ଆଉ କ'ଣ କରିବ? ତାଙ୍କୁ ତ ଫୋନ୍ କରିକି ଡାକି ହେବନି, ଠିକ୍ ଅଛି। ଦିନ ବେଳେ ଆସିଲେ ବି ଦିନ ବେଳେ ତ ସାଇଟ୍ ବିଲକୁଲ ଖୋଲୁନି, ରାତି ଟାଇମ୍ ତ ଡାକି ହେବନି। ରାତି ଟାଇମ୍ ପିଲା ଫୋନ୍ ବି କରିହେବନି ରାତି ଟାଇମ୍ରେ। ଦିନ ବେଳେ ଆସିଲେ ଦିନ ବେଳେ ସର୍ଭର ଇସ୍ୟୁ, ସେମାନେ ଦିନ ଯାକ ଲାଗୁ ଜଗୁଛନ୍ତି, ଆଉ ମୁଣ୍ଡ ଖରାପ। ଆଉ ପାରିହେବନି ଆଜ୍ଞା, ଆମେ ହାରିଗଲୁ। ତ ମୋର ଗୋଟେ ରିକ୍ୱେଷ୍ଟ ରହିଲା ସାର୍, ଆପଣମାନେ ପ୍ଲିଜ୍ ଦୟାକରି ସାଇଟ୍ଟା ଯଦି ଏଙ୍ଗେଜମେଣ୍ଟ ରିଲିଜ୍ କରୁଛନ୍ତି, ଆଡ଼ଭାର୍ଟାଇଜମେଣ୍ଟ ରିଲିଜ୍ କରୁଛନ୍ତି, ତାହେଲେ ଆପଣମାନେ ସାଇଟ୍ଟା ଚେକ୍ କରନ୍ତୁ, ତାପରେ ରିଲିଜ୍ କରନ୍ତୁ ସାର୍। ଆଉ ପାରିହେବନି। ଏତିକି ମୋର ଭିଡ଼ିଓ। ଯଦି ଭିଡ଼ିଓଟା ଭଲ ଲାଗିଥିବ ତାହେଲେ ଆପଣମାନେ ସେୟାର କରନ୍ତୁ ଏବଂ ଠିକ୍ ଅଛି, କମେଣ୍ଟ କରନ୍ତୁ। ଯଦି ନୂଆରେ ଭିଜିଟ୍ ଅଛନ୍ତି, ଚ୍ୟାନେଲଟାକୁ ଟିକେ ସବସ୍କ୍ରାଇବ୍ କରିଦିଅନ୍ତୁ, ସପୋର୍ଟ କରନ୍ତୁ, ଠିକ୍ ଅଛି। ଆପଣ ଆଉ ତୁମେ ଯଦି ଆମେ ଛିଡ଼ା ହେବ, କୌଣସି ପ୍ରକାର ସମାଧାନ ହେଇପାରିବନି, ଆଗକୁ ଆମେ ଅସୁବିଧାର ସମ୍ମୁଖୀନ ପଡ଼ିବା ନାହିଁ, ଠିକ୍ ଅଛି। ତ ସବସ୍କ୍ରାଇବ୍ କରିଦିଅନ୍ତୁ, ଆଉ ଭିଡ଼ିଓଟାକୁ ବହୁତ ମାତ୍ରାରେ ସେୟାର କରନ୍ତୁ, ଠିକ୍ ଅଛି। ଥ୍ୟାଙ୍କ ୟୁ।